ରଥପଦା ରାସ୍ତାରୁ କଲରାପତରିଆ ବାଘଛାଲ ଜବତ, ମୁଖ୍ୟ ଅଭିଯୁକ୍ତ ଗିରଫ, 2 ସହଯୋଗୀ ଫେରାର। କଟକ ବନଖଣ୍ଡ ପକ୍ଷରୁ ଟମକା ରେଞ୍ଜ ଡୁବୁରି ସେକ୍ସନ ଟମକା ଡୁବୁରି ସଡ଼କର ରଥପଦା ଗାଁ ପାଖ ରାସ୍ତାରେ କୁଖ୍ୟାତ ଶିକାରୀ ପ୍ରସନ୍ନ ଚାମ୍ପିଆ ପାଖରୁ ଏକ କଲରାପତରିଆ ବାଘଛାଲ ଜବତ ହୋଇଥିବା ଦେଖିବାକୁ ମିଳିଛି। ବାଘଛାଲ ଚୋରାଚାଲାଣ ପାଇଁ ଯାଉଥିବା ସମୟରେ ବନପାଳ ମାଣିକ ମୁଣ୍ଡା ତାକୁ ମାଡ଼ି ବସିଥିଲେ। ତେବେ ଏହି ସମୟରେ ତାର ଅନ୍ୟ 2 ସହଯୋଗୀ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତକୁ ପ୍ରସନ୍ନକୁ ଗିରଫ କରାଯାଇଛି। ଅଭିଯୁକ୍ତ ପାଖରୁ 147 ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଏହି ବାଘଛାଲ ଜବତ ହୋଇଛି। ଅଭିଯୁକ୍ତକୁ ମଙ୍ଗଳବାର ଅପରାହ୍ନ 3 ଘଟିକା ସମୟରେ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ ଡୁବୁରି ଛକର ଏକ ହୋଟେଲରେ ଏକ ବାଘଛାଲ ବିକ୍ରି ପାଇଁ ଯୋଜନା ସମ୍ପର୍କରେ ବନ ବିଭାଗକୁ ସୂଚନା ମିଳିଥିଲା। ସେହି ଆଧାରରେ ଡିଏଫ୍ପି ଅର୍ଥନାରୀଙ୍କ ନିର୍ଦ୍ଦେଶରେ ତୁରନ୍ତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। 2 ସହକାରୀ ବନ ସଂରକ୍ଷକ ଏସିଏଫ୍ ଅନିଲ କୁମାର ରାୟ ଓ ସନ୍ତୋଷ କୁମାର ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିଯୁକ୍ତମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଟମକା ଉପର ବନାଞ୍ଚଳ ଅଧିକାରୀ ଅଜିତ କୁମାର ଦଳେଇଙ୍କ ନେତୃତ୍ୱରେ ତଥା ଯାଜପୁର ରୋଡ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ଓ ଗୋବର୍ଦ୍ଧନପୁର ଆର୍ଆଇ ମାଲା ଟୁଡୁଙ୍କ ସହଯୋଗରେ ହୋଇଥିବା ଏହି ଚଢ଼ାଉରେ ଡାଳିଯୋଡ଼ା ବନପାଳ ଶ୍ରୀ ମୁଣ୍ଡା, ଟମକା ବନପାଳ ଚିତ୍ତରଞ୍ଜନ ଓ ଡୁବୁରି ବନପାଳ ଲକ୍ଷ୍ମୀଧର ନାୟକଙ୍କ ସଦଳବଦଳ ଏକ ଟିମ୍ ମିଶି ଏହି ଚଢ଼ାଉ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଇଲାକାର ବାସିନ୍ଦା ପ୍ରସନ୍ନ ନିଜ ଶ୍ୱଶୁର ଘର ଟମକା ଥାନା କିଆଝର ପଞ୍ଚାୟତ ଚମ୍ପାଝର ଗାଁରେ ଶାଳକ ଗାନେ ଚାତାଙ୍କ ଘର ପାଖରେ ଘର କରି ରହିଆସୁଥିବା ସୂଚନା ମିଳିଥିଲା।